हाँ मैडम कौन कहे बहुत सारा नवा वर्ष उपलक्षे बहुत म्यूजिक भिडियो आसूचे आपनकर को म्यूजिक भिडियो आसूचे कौन कहबे नୂଆବର୍ଷ ଉପଲକ୍ଷେ ମୋର 3ଟି ମ୍ୟୁଜିକ୍ ଭିଡ଼ିଓ ଆସୁଛି। କଜଳ, ହେ ମୋ ହୃଦୟ ତତେ ଜଗିଲା ଆଉ କଫି। कौन कहबे ବହୁତ 3ଟା ଗୀତ ବହୁତ ସୁନ୍ଦର ହେଇଛି। କଫି ଆଉ କଜଳ କୋରାପୁଟରେ ସୁଟ୍ ହେଇଛି। ଆଉ ହେ ମୋ ହୃଦୟ ତତେ ଜଗିଲା ନୟାଗଡ଼ରେ ସୁଟ୍ ହେଇଛି କୋଠଗଡ଼ ପାର୍କରେ। ସେଟା ବି ବହୁତ ସୁନ୍ଦର ହେଇଛି ହେଲେ ରିଲିଜ୍ ହେଇଛି କଜଳ। ପୂର୍ବରୁ ଯେମିତି ଆପଣଙ୍କ ମ୍ୟୁଜିକ ଭିଡିଓ ବହୁତ ରେକର୍ଡ କରୁଥିଲା ନୂଆ ବର୍ଷ ଉପଲକ୍ଷେ ତିନିଟା ଭିଡିଓ କେମିତି କଣ ହବ ବୋଲି ଆପଣ ଆଶା କରୁଛନ୍ତି? ମୁଁ ଆଶା କରୁଛି ଯେ ମୋର ଏଇ 3ଟି ମ୍ୟୁଜିକ୍ ଭିଡ଼ିଓ ବହୁତ ସୁନ୍ଦର ଭାବରେ ଲୋକମାନଙ୍କୁ ପସନ୍ଦ ଆସିବ। କଜଳ ଗୀତକୁ ବି ବହୁତ ସାରା ଭଲ ପାଇବା ଦଉଛନ୍ତି ଆଉ ଏଇ ଦିଟାକୁ ବି ବହୁତ ଭଲ ପାଇବା ଆଚ୍ଛା ଦେଉଛନ୍ତି। ମ୍ୟୁଜିକ ଭିଡିଓ ଜଣେ ପାଦ ଥାପିଲେ ବ୍ୟାକ୍ ଟୁ ବ୍ୟାକ୍ ଏମିତି ମ୍ୟୁଜିକ ଭିଡିଓ ମିଳୁଛି ଆଉ ସେ ବି ବବୁ ଭାଇ ଡିରେକ୍ଟରଙ୍କ ଦ୍ୱାରା ତ କେମିତି ଲାଗୁଛି କେମିତି ଫିଲ୍ ହଉଛି ଇଏ ରଙ୍ଗ ମଞ୍ଚର ଏ ରଙ୍ଗ ଦୁନିଆ କେମିତି ଲାଗୁଛି? ବହୁତ ସୁନ୍ଦର ଲାଗୁଛି ଯେହେତୁ ଏତେ ଭଲ ପାଇବା ଦଉଛନ୍ତି ଆଉ ଏତେ ସାରା ମ୍ୟୁଜିକ୍ ଭିଡ଼ିଓ ଗୋଟେ ପରେ ଗୋଟେ କାମ ଆସୁଛି ତା ପାଇଁ ବହୁତ ଖୁସି ମ୍ୟାଡାମ ଲାଗୁଛି। ଆପଣ ସୁନ୍ଦର ବୋଲି ଆପଣଙ୍କୁ ସବୁ ସୁଯୋଗ ମିଳୁଛି ନା ଆପଣଙ୍କ ପାଖରେ ଟ୍ୟାଲେଣ୍ଟ ଅଛି ବୋଲି ଆପଣଙ୍କୁ ସୁଯୋଗ ମିଳୁଛି? ସୁନ୍ଦର ବୋଲି ମୁଁ ଜାଣିନି ହେଲେ ଏତିକି ଜାଣିଛି ଯଦି ମୋ କାମ ଭଲ ଥିବ ମତେ ନିଶ୍ଚୟ ସମସ୍ତେ ଡାକିବେ। ଫିର୍ ବି ଆପଣଙ୍କ ଷ୍ଟ୍ରଙ୍ଗ ଜୋନ୍ କୋଉଟା ଆପଣ କୁହନ୍ତି ସୁନ୍ଦର ନା ଟ୍ୟାଲେଣ୍ଟ? ସୁନ୍ଦର ତ କେବେ ବି ମୁଁ ଭାବେନି। କିଛି ଗୋଟେ ଯେମିତି ମୋ ଦେହରେ ଟ୍ୟାଲେଣ୍ଟ ଥିବ ଯେମିତି ଲୋକମାନେ ତାକୁ ଦେଖିକି ପସନ୍ଦ କରୁଥିବେ ମତେ ସେଇଥିପାଇଁ ଡାକୁଛନ୍ତି। ଯେତେବେଳେ ପ୍ରଥମ କରିକି ଆପଣଙ୍କୁ ଅଫର ମିଳିଲା ଗୋଟେ ଭିଡିଓ ପାଇଁ ସେ ମୁହୂର୍ତ୍ତ ଟା କେମିତି ଥିଲା କେମିତି ଫିଲ୍ କଲେ? ପ୍ରଥମତଃ ମୋର ରଜ ଗୀତରୁ ଷ୍ଟାର୍ଟ ହେଇଥିଲା ନେହା ନାଗେଶ୍ୱରୀ ଦିଙ୍କ ସହିତ। ବହୁତ ଫାର୍ଷ୍ଟ ଏକ୍ସପିରିଏନ୍ସ ବହୁତ 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 ଭଲ ଥିଲା ଖୁସି ବି ଲାଗୁଥିଲା ଯେ ମୋର ଗୋଟେ ସୁନ୍ଦର ମ୍ୟୁଜିକ୍ ଭିଡ଼ିଓ ଆସୁଛି ବୋଲି ବହୁତ ଖୁସି ଲାଗୁଥିଲା। ଆଚ୍ଛା ପରବର୍ତ୍ତୀ ମୁହୂର୍ତ୍ତରେ ଭାବି ନାହାନ୍ତି ରୂପେଲି ପରଦାରେ ପାଦ ଦେବେ ଷ୍ଟାର ହିରୋ ମାନଙ୍କ ସହିତ ରୋଲ କରିବେ ତାଙ୍କ ସହିତ ଅଭିନୟ କରିବେ ଇଚ୍ଛା ନାହିଁ? ଇଚ୍ଛା ତ ବହୁତ ଅଛି ଗୋଟେ ବଡ଼ ପରଦାରେ ଆସିବା ପାଇଁ କି ଦେଖାଯାଉ। କୋଉ ଟ୍ରେଣ୍ଡିଂ ହିରୋ ସହିତ ଅଭିନୟ କରିବାର ଇଚ୍ଛା? ସେମିତି କିଛି ନାହିଁ ଏବେ ତ ଯେମିତି ବି କରୁଛି ମୋର ଅଛନ୍ତି ଯିଏ କଫିରେ ଆଉ କଜଳରେ ଦେବ ଭାଇ ଆଉ ହେ ମୋ ହୃଦୟ ତତେ ଜଗିଲା ଅଙ୍କିତ ଭାଇ। ଆ, ସେମିତି କିଛି ନାହିଁ ଯେମିତି ଗୋଟେ ପର୍ଟିକୁଲାର ହିରୋଙ୍କ ସହିତ କରିବାକୁ ଫିର୍ ବି ଗୋଟେ ସମସ୍ତଙ୍କ ଇଚ୍ଛା ସହିତ। ଥିବ ଅନୁଭବ ବାବୁସାନ ଏବେ ଟ୍ରେଣ୍ଡିଂ ରେ ଅଛନ୍ତି ଇଚ୍ଛା ନାହିଁ ତାଙ୍କ ସହିତ ସୁଯୋଗ ମିଳିଲେ ଗୋଟେ ଅପରଚୁନିଟି ଆଭେଲ କରିବେ? ବାବୁସାନ ସାର୍ଙ୍କ ସହିତ ଇଚ୍ଛା ଅଛି ଦେଖାଯାଉ। ଆଚ୍ଛା ଆପଣଙ୍କୁ ବହୁତ ଗୀତ ସୁପର ହିଟ୍ ହେଇଛି ଏବଂ ଦୁଃଖର କଥା ହ୍ୟୁମାନ ସାଗର ଆପଣଙ୍କୁ ମାନେ କିଛି ଗୀତରେ କଣ୍ଠଦାନ କରିଥିଲେ ଆଜି ସେ ନାହାନ୍ତି କେମିତି କଣ ନୂଆ ବର୍ଷ ପରେ ତାକୁ ମନେ ପକେଇବେ ସେ ମୁହୂର୍ତ୍ତକୁ? ତାଙ୍କ ଜାଗା ତ କେହି ବି ନେଇପାରିବେନି। ତାଙ୍କ କଣ୍ଠରେ ଏତେ ସାରା ସୁନ୍ଦର ସୁନ୍ଦର ଗୀତ କହିଲେ ବି ସରିବନି। ସିଏ ଥିଲେ ଏବେ ବି ବହୁତ ଭଲ ହେଇଥାନ୍ତା ଆଉ କହିବାକୁ ପଡୁଛି ଯେ ସେ ନାହାନ୍ତି ତ ତାଙ୍କ ଜାଗା ତ କେହି ବି ନେଇପାରିବେନି। ମ୍ୟାଡ଼ାମ ଯଦି ଆପଣ ଓଡ଼ିଆ ଇଣ୍ଡଷ୍ଟ୍ରିରେ ପାଦ ଦେବେ ଆପଣ ବୋଧେ ଅର୍ଚ୍ଚିତା ଏବଂ ସୂର୍ଯ୍ୟମୟୀଙ୍କ ପରେ ସେ ତୃତୀୟ ମାନେ ଲେଡି ଯିଏକି ହାଇଏଷ୍ଟ ଲେଡି ହେବେ ଯାହାର ଉଚ୍ଚତା ଅଧିକ। ନାହିଁ ହାଇଟ୍ ମୁଁ ଟିକେ ଏବେ ହିଲ୍ ପିନ୍ଧିଛି ବୋଲି ଟିକେ ଅଧିକ ଦେଖାଯାଉଛି ନହେଲେ ସେଇଭଳିଆ ହେଇପାରେ। ଆଚ୍ଛା ଆଚ୍ଛା ଏଇ ଯୋଉ ଭାଇମାନଙ୍କ ସହିତ ଦେବ ଭାଇଙ୍କ ସହିତ ଇଏ ଭାଇମାନଙ୍କ ସହିତ କେମିତି 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 ଆପଣ ଯେତେବେଳେ ସୁଟିଂ ସେଟ୍ ରେ ଟିକେ ଏକ୍ସପିରିଏନ୍ସ ସେୟାର କରିବେ? ହଁ ସୁଟିଂରେ ତ ଫାଷ୍ଟ ଯେତେବେଳେ ଦେବ ଭାଇଙ୍କ ସହିତ ଆସିଥିଲା ତାପରେ ଅଙ୍କିତ ଭାଇଙ୍କ ସହିତ ଆସିଥିଲା ଏକ୍ସପିରିଏନ୍ସ ବହୁତ ଭଲ ଥିଲା। କୋଅପରେଟ୍ କରୁଥିଲେ ବହୁତ ମାନେ କହିବାକୁ ଗଲେ ଟୋଟାଲି ସୁଟ୍ରେ ଯେତିକି ବି ଆମର କାମ ଥିଲା ତାକୁ ଆମେ ବହୁତ କେୟାରଫୁଲି କରୁଥିଲୁ ଆଉ ଆମର ଅପରେସନ୍ ବି ବହୁତ ଭଲ ଥିଲା। କଣ୍ଠଦାନ କିଏ କରୁଛନ୍ତି ସବୁ ଗୀତରେ? କଣ୍ଠଦାନ କରିଛନ୍ତି ଆମର ଗଜଳ ଗୀତରେ ଦୀପ୍ତି ଦିଦି ଆଉ ସାରଙ୍କ ନାଁ ଟିକେ ମନେ ନାହିଁ। କଫି ଗୀତରେ କରିଛନ୍ତି ଆମର ଉମେଶ ଭାଇ ଆଣ୍ଡ ରେଖା ଦିଦି ବହୁତ ସୁନ୍ଦର ମ୍ୟୁଜିକ୍ ଭିଡ଼ିଓ ଦିଟା 3ଟାଙ୍କ ହେଇଛି ଆଉ ରିଲିଜ୍ ହଉଛି କଫିଟା ଆଉ ହେ ମୋ ହୃଦୟ ତତେ ଜଗିଲା। ମ୍ୟାଡ଼ାମ କଜଳ ମାନେ ଝିଅ ମାନଙ୍କର ସୁନ୍ଦରତାକୁ ଆହୁରି ପରିମାର୍ଜିତ କରେ ବା ଆହୁରି ଭଲ ଦେଖାଏ ତ ଆପଣ କଜଳ ଗାଇବା ପାଇଁ ଭଲ ପାଆନ୍ତି? ହଁ ଭଲ ପାଏ କଜଳ ଗୀତରେ ବି ସେଇଭଳିଆ କଜଳ ଥିଲା ଆଉ ଗୋଟେ ହେ ମୋ ହୃଦୟ ତତେ ଜଗିଲା ବି କଜଳ ଅଛି। ପ୍ରାୟତଃ ସମସ୍ତେ ଭାବୁଛନ୍ତି ସେ ଦିଟା ଏକା ବୋଲି ହେଲେ ସେ ଦିଟା ଏକା ଟୋଟାଲି ବି ପଦ ନୁହେଁ। ଗୀତ ଗୁଣଗୁଣେଇ ପାରିବି? କଜଳ ଗୀତଟେ ଗାଉଛି ହଁ ଏବେ ରିଲିଜ୍ ହେଇଛି ଓକେ ପହର ଦିନ। ତୋ ଆଖିକୁ କଜଳ ଭାରି ମାନୁଛି ସେ କଜଳ ଦେଖିକି ମତେ ପ୍ରେମ ହେଇଛି।